आर ओडिया भक्ति चैनल रे मु आपण मानक स्वागत जनाउछि। आज हमें जानिबा क्रोध मनुष्यर किपरि दुखर कारण होई पारे। तो दर्शक बंधु आपण मानक कहि रखुछि वीडियोटी आरंभ करबा पूर्व वीडियोटी शेष पर्यंत देखंतु एवं मोर भूल केउठी रहिला ताहा मते कमेंट माध्यम रे जणांतु। तो चलंतु विषयटी को आरंभ करिबा। क्रोध मानव प्रति लोक मानकर आदर भाव निरीह घृणा भाव ओ एवं नेनादि नेता सम्मुखରେ ସେମାନଙ୍କର ପ୍ରକାଶ କରନ୍ତି। ବାସ୍ତବରେ କ୍ରୋଧର ପରିମାଣ ବୋମା ଠାରୁ ବି ଅଧିକ ଭୟଙ୍କର ଏବଂ ହାନିକାରକ ମଧ୍ୟ। କାରଣ ବୋମାର ପ୍ରୟୋଗ ଦ୍ୱାରା ମନୁଷ୍ୟ ଖୁବ କମ ସମୟରେ ମୃତ୍ୟୁବରଣ କରେ, କିନ୍ତୁ କ୍ରୋଧ ଦ୍ୱାରା ମାନବ ଯେଉଁ କୁସଂସ୍କାର ଜାଗ୍ରତ ହୁଏ ତାହା ଦ୍ୱାରା ସେ ଜୀବନ ସାରା ବାରମ୍ବାର ଦୁଃଖ ଏବଂ ନିରାଶରେ ଦଗ୍ଧୀଭୂତ ହୋଇଥାଏ ମରେ। କ୍ରୋଧ ଦ୍ୱାରା କରୁଥିବା କାର୍ଯ୍ୟ ସୁଚାରୁ ରୂପେ ସମାହିତ ନ ହୋଇ ଅଧୁରା ରହିଥାଏ। ପିତାମାତାଙ୍କ କ୍ରୋଧ ଯୋଗୁଁ ସନ୍ତାନମାନେ ଅଧିକ ଖରାପ ହୋଇଯାଇଥାନ୍ତି। କ୍ରୋଧ ଦ୍ୱାରା ସନ୍ତାନମାନେ କିଳି ଯାଆନ୍ତି ସତ, କିନ୍ତୁ କିଛି ଭଲ ଉପଲବ୍ଧି କରି ପାରନ୍ତି ନାହିଁ ଏବଂ ସଂଶୋଧିତ ହୋଇ ପାରନ୍ତି ନାହିଁ। ଫଳରେ ସେମାନଙ୍କର ମାନସିକ ଉନ୍ନତି ବାଧାପ୍ରାପ୍ତ ହୁଏ ଏବଂ ସେମାନଙ୍କ ଶରୀରରେ ଉପରକୁ କୁପ୍ରଭାବ ପଡ଼େ। ପିତାମାତାଙ୍କ କ୍ରୋଧ କରୁଥିବା ଦେଖି ସନ୍ତାନମାନେ ମଧ୍ୟ କ୍ରୋଧ କରିବାକୁ ଆରମ୍ଭ କରନ୍ତି। ଏହା ଫଳରେ ସେମାନେ ଅଶାନ୍ତି ରହିବା ସଙ୍ଗେ ସଙ୍ଗେ ନିଜର ସାଙ୍ଗସାଥୀ ପଡ଼ିଶାମାନଙ୍କୁ ମଧ୍ୟ ଦୁଃଖ ଦିଅନ୍ତି କି କୁହନ୍ତି କି ବାପା ମାଙ୍କ ଗୁଣ ହିଁ ପିଲାମାନେ ଆଣିଥାନ୍ତି। ଯଦି ଗୋଟେ ପରିବାରରେ ସବୁବେଳେ ଗଣ୍ଡଗୋଳ ମାଡ଼ ଝଗଡ଼ା ସବୁବେଳେ ହୁଏ, ତାହା ପିଲାମାନଙ୍କ ଉପରେ ହିଁ ଖରାପ ପ୍ରଭାବ ପକାଏ। ଛୋଟ ଛୋଟ ପିଲାମାନେ ଯେଉଁମାନେ କି ଦେଖୁଥିବେ ସବୁବେଳେ ବାପା ମା ତ ଝଗଡ଼ା କରୁଛନ୍ତି ତ ଆମେ ବାହାରେ ଝଗଡ଼ା କରିବା, କି ଆମେ ଏମିତି ରାଗିବା ସେମିତି ରାଗିବା, ପିଲାମାନଙ୍କ ଉପରେ ହିଁ କୁପ୍ରଭାବ ପଡ଼ିଯାଇଥାଏ ସବୁଥିରେ। କ୍ରୋଧୀ ମାନବ ସମାଜ ପାଇଁ ଏକ କଳଙ୍କ। ତାର ଏହି କ୍ରୋଧ ପାଇଁ ସମାଜରେ ନାନା ପ୍ରକାରର ଦୁଃଖ ପହଞ୍ଚେ, କାରଣ ସେ ଅନ୍ୟକୁ ଦୁଃଖ ଦେବା ସାଙ୍ଗେ ସାଙ୍ଗେ ନିଜର ବି ନିଜେ କ୍ରୋଧକୁ ଶିକାର ହୋଇ ନାନା ପ୍ରକାରର ଯନ୍ତ୍ରଣା ପାଏ। କ୍ରୋଧରେ ସବୁ ସମୟରେ ସବୁ ସ୍ଥାନରେ ସମସ୍ତଙ୍କ ପାଇଁ କ୍ଷତିକାରକ। ବହୁ ମୁନି ଋଷିମାନେ ମତ ଯେ କ୍ରୋଧ ମନୁଷ୍ୟକୁ ଏକ ରୋଗ, ଏହା ଖରାପ ଅଭ୍ୟାସ, ଏହା ମନୁଷ୍ୟକୁ ଶାରୀରିକ ମାନସିକ ଦୁଃଖ ଦିଏ। ତେଣୁ କ୍ରୋଧ ମନୁଷ୍ୟର ସମାଜ ପାଇଁ ବହୁତ କଷ୍ଟ ପାଏ। ମନୁଷ୍ୟ ସମାଜରେ ବହୁତ କଷ୍ଟ ପାଏ ଏହି କ୍ରୋଧ ପାଇଁ। କ୍ରୋଧରେ ଶତ୍ରୁତା ବଢ଼େ ଓ ସ୍ୱାସ୍ଥ୍ୟ ନଷ୍ଟ ହୁଏ। ତ ଯେମିତି ମତେ ଆଜି ସେ ଗୋଟେ ଚଟକଣା ପକେଇଦେଲା ତ ମୁଁ କାଲି ଯାଇକି ତାକୁ ଗୋଟେ ଚଟକଣା ପକେଇଦେବି, ସେ ତାପରେ ମତେ ଆସିକି ଗୋଟେ ଚଟକଣା ପକେଇଦବ, ଏମିତି ତ ଚାଲିଥିବ ଆଉ। ତାର ମୋ ଉପରେ ରାଗ ରହିବ, ମୋର ତା ଉପରେ ରାଗ ରହିବ। ସେ କାଲି ମତେ ମାରି ଦେଇପାରେ, ମୁଁ ବି କାଲି ତାକୁ ମାରି ଦେଇପାରେ। ଏହି ସବୁ ହିଁ କ୍ରୋଧ। ଏହି ସବୁଠୁ ଆମେ ଯେମିତି ଦୂରେଇକି ରହିବା ତାହା ହେଉଛି ଆମର ମୂଳ ଲକ୍ଷ୍ୟ। ଆଉ ସେମିତି ନାହିଁ, କିନ୍ତୁ ହେଲେ ନିଜ କ୍ରୋଧଟାକୁ ନିଜେ କଣ୍ଟ୍ରୋଲ କରନ୍ତୁ, ଦେଖିବେ ଜୀବନରେ ସବୁ କିଛି ପାଇପାରିବେ ଆପଣ। ତ ଦର୍ଶକ ବନ୍ଧୁ ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିଲେ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ, ଯେମିତି ସର୍ଭର କରିଦେଲେ ଆମର ନୋଟିଫିକେସନ୍ ଆପଣଙ୍କ ପାଖରେ ପହଞ୍ଚିଯିବ।